ବିଦ୍ୟୁତ ବିଭାଗର ଠିକା କର୍ମଚାରୀଙ୍କୁ ଛଟେଇ ଅଭିଯୋଗ। ଅନୁଗୁଳ ଜିଲ୍ଲା ଆଠମଲ୍ଲି ଉପଖଣ୍ଡ ଅନ୍ତର୍ଗତ ଟିପିସିଓଡିଏଲ ଟାଟା ପାୱାର ବଇଣ୍ଡା ବିଦ୍ୟୁତ ଅଫିସ ବାହାରେ ଛଟେଇ ହୋଇଥିବା ଓ ଅନ୍ୟ କର୍ମଚାରୀମାନଙ୍କୁ ନେଇ ଏକ ଆନ୍ଦୋଳନ କରିଥିଲେ। କିନ୍ତୁ ସେମାନଙ୍କୁ କୌଣସି ସୂଚନା ନ ଦେଇ ଚାକିରି ବାହାର କରିଦେବା କେତେ ଦୂର ଠିକ୍? ପରବର୍ତ୍ତୀ ସମୟରେ ସେମାନଙ୍କର ଭବିଷ୍ୟତ କ'ଣ ଆଗକୁ ହେବ ଦେଖିବାକୁ ବାକି ରହିଲା। ଅଭିଯୋଗକାରୀମାନଙ୍କ କହିବା ଅନୁଯାୟୀ ସର୍ବମୋଟ 10 ଜଣଙ୍କୁ ବାହାର କରି ଦିଆଯାଇଛି। ପ୍ରାୟ 6 ବର୍ଷ ଧରି ବିଦ୍ୟୁତ ବିଭାଗର ଠିକା ସଂସ୍ଥା ଅଧୀନରେ କାମ କରି ଆସୁଥିଲେ। ଆଠମଲ୍ଲିକ ବାମୁର ବଇଣ୍ଡା ଅଧୀନରେ 10 ଜଣ ବିଦ୍ୟୁତ ବିଭାଗର କର୍ମଚାରୀଙ୍କୁ ବାହାର କରି ଦିଆଯାଇଛି। ବିଦ୍ୟୁତ ବିଭାଗର ଏସଡିଓଙ୍କୁ ପଚାରିବାରୁ ସେ କୌଣସି ସୂଚନା ଦେଇନଥିଲେ। ବଇଣ୍ଡା ସିଟିରୁ ସଞ୍ଜୟ ଟାଙ୍ଗୀଙ୍କ ରିପୋର୍ଟ, ନ୍ୟୁଜ ଓଡ଼ିଶା ଟିଭି। ଅନୁଗୁଳ ଡିଭିଜନର ବଇଣ୍ଡା ସବ୍ ଡିଭିଜନର 10 ଜଣ କର୍ମଚାରୀଙ୍କୁ ଛଟେଇ କରାହେଇଛି। ତ এই বিষয়ে আমি যেତେବେଳେ ବାହାରିଲା ଚିଠି ସକାଳୁ ବାହାରି ଦେଖିଲୁ ଯେ ଆମର 10 ଜଣ ଭାଇମାନଙ୍କୁ ଛଟେଇ କରାହେଇଛି। ଛଟେଇ କରିବା ଫଳରେ ଆମେ ସମସ୍ତେ ଏଠୁ ଏକତ୍ରିତ ହୋଇ ଆମେ ଆସିଲୁ। ଆସିକି ଆମର ଏସଡିଓ ସାର୍ଙ୍କୁ ଆମେ ଜଣେଇଲୁ, ସାର୍ ଆଉ ଏଇଭଳିଆ ହେଇଛି, କ'ଣ ଘଟଣା କ'ଣ? ତାପରେ ଏଠୁ ସେକ୍ରେଟାରୀ ଟାଇମ୍ ମୋତେ କିଛି ଇନଫର୍ମେସନ୍ ଆସିନି। ତାପରେ ଆମେ ସୁପରଭାଇଜରଙ୍କୁ ଜଣେଇଲୁ। ସୁପରଭାଇଜରକୁ ଜଣେଇଲା ପରେ ସୁପରଭାଇଜର କହିଲେ ହଁ ଦେଖୁଛି, ମୁଁ ଅଫିସକୁ ଯାଉଛି, ଏମିତି କହିଲେ। ତାପରେ ତାଙ୍କର ଏଜେନ୍ସିର ଅଲଗା ତାଙ୍କର ଉପରସ୍ଥ ତାଙ୍କର ଅଧିକାରୀମାନଙ୍କୁ ଫୋନ୍ ଯୋଗାଯୋଗ କରିବା ଫଳରେ ସେମାନେ ଫୋନ୍ କାହାରି ଲାଗିଲା ନାହିଁ। ତେଣୁ ଆମେ ଲାଗିଲାନି। ତାପରେ ଏସଡିଓଙ୍କୁ ପୁଣି ବାରମ୍ବାର କହିଲା ପରେ ସେଠୁ ଆମକୁ କହିଲେ ଯେ ନାଇଁ, ଏଇଟା କ'ଣ ହେଇଛି କ'ଣ ନାହିଁ, ମୁଁ ତ କିଛି ଏ ବିଷୟରେ ମୋର ଅବଗତ ନୁହେଁ। ତଥାପି ମୁଁ ଯେତିକି ଜାଣିଛି ତ ଏଇଟା କିଛି ଗୋଟେ କଷ୍ଟ କଟିଂ ଅଛି।